ଆଉ ମାତ୍ର ରହିଗଲା ଗୋଟିଏ ଦିନ ରଜ ଆସି ଯାଉଛି ପାଖେଇ ଆସିଲାଣି ରଜ। ଚାଲନ୍ତୁ ଆଜି ବନେଇ ନେବା ରଜର ସ୍ପେଶାଲ କାକେରା ପିଠା। ପୋଡ଼ ପିଠା ତ ନିହାତି ଖାଇବା, କିନ୍ତୁ କାକେରା ନ ଖାଇଲେ କି ରଜ ହେବ। ଚାଲନ୍ତୁ ଆଜି ଆମେ କାକେରା ବନେଇବା, କିନ୍ତୁ ଆଜିର କାକେରା ପୁରା ହେଲ୍ଦି ଆଉ ଟେଷ୍ଟି ରହିବ। ମାଣ୍ଡିଆ ଚୁନାର କାକେରା ବନେଇବା। ମାଣ୍ଡିଆ ନ ଖାଇବା ଲୋକ ବି ଏ ପିଠାକୁ ସେ ମାଗି ମାଗି ଖାଇବେ। ତ ସୁଜିର ଆଉ ମଇଦା କାକେରା, ଅଟା କାକେରା ତ ଆପଣ ବହୁତ ଥର ଖାଇଥିବେ, କିନ୍ତୁ ଏଥର ରଜରେ ମାଣ୍ଡିଆ କାକେରା ବନେଇକି ଦେଖିବେ। ତ ଭିଡ଼ିଓଟାକୁ ଜମାରୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତ এই କାକେରା ବନେଇବା ପାଇଁ ଗୋଟେ ବାଉଲ ଏଠି ନେଇଯିବା। ସେଥିରେ ଏବେ ଦେଇଦେବା ମାଣ୍ଡିଆ, 2 ଗିନା ମାଣ୍ଡିଆ ଦେଇଦେବା। ଯେଉଁ ଗିନାରେ ମାଣ୍ଡିଆ ମାପିକି ନେଇଛି ସେମ୍ ଗିନାରେ ଅଟା ନେଇଯିବା। ହାଫ୍ ଗିନା ଏଠି ଅଟା ନେଇଯିବା। ଅଟା ବଦଳରେ ଆପଣ ମଇଦା ଦେଇପାରନ୍ତି, ସୁଜି ବି ଦେଇପାରନ୍ତି। ତ ଏଇ ଦୁଇଟାକୁ ଦେଇକି ଭଲ ଭାବରେ ଆକୁ ଟିକେ ମିଶାଇ ନେବା। ତ 2 ଗିନା ମାଣ୍ଡିଆ ପାଇଁକା ହାଫ୍ ଗିନା ଏଠି ଅଟା ନେବେ। ତ ଆପଣ ଯଦି ଚାହିଁବେ ମଇଦା ସୁଜି ଦେଇପାରନ୍ତି। ଭଲ ଭାବରେ ଆକୁ ଟିକେ ମିଶାଇ ନେବା। ତ ଭଲ ଭାବରେ ମିଶାଇ ସାରିଲା ପରେ ଆକୁ ଟିକେ ସାଇଡ଼୍ରେ ରଖିବା। ପିଠା ପାଇଁ ପୁର ବନେଇ ନେବା। ତ ଗୋଟେ ଗ୍ୟାସ୍ରେ କରେଇ ବସାଇ ଦେଇଛି। ତାତିଗଲା ପରେ ଏବେ ଏଥିରେ ଆମେ ଦେଇଦେବା ନଡ଼ିଆ କୋରା ଏଠି ଦେଇଦେବା। ଫାଳେ ନଡ଼ିଆକୁ କୋରିକି ନେଇଥିଲି ତାକୁ ଏଠି ଦେଇଦେଉଛି। ସାଙ୍ଗରେ ଏଠି ଚିନି ଦେଇଦେଉଛି। ମିଠା ଆପଣ କେତିକି ଦରକାର ପୁରରେ, ତ ଏଠି ସେତିକି ମିଠା ଆପଣ ଦେଇପାରିବେ। ତ ଏଠି ଚିନି ବଦଳରେ ଆପଣ ଗୁଡ଼ ଦେଇପାରନ୍ତି, କିନ୍ତୁ ମୁଁ ଏଠି ଚିନି ଦେଇଛି କାହିଁକିନା ମାଣ୍ଡିଆଟା ଟିକେ ନାକୁ ଚକୋଲେଟ୍ ଟାଇପ୍ର ଦେଖାଯାଏ, ତ ପୁରଟା ଟିକେ ଧଳା ଦେଖାଯିବ, ସେଥିପାଇଁ ଏଠି ମୁଁ ଚିନି ଦେଇଛି। ଆପଣ ଗୁଡ଼ ଦେଇପାରନ୍ତି। ତ ଏଠି ଦେଖନ୍ତୁ ଚିନିକି ଦେଇକି ଟିକେ ନାକୁ ଭାଜିଲା ପରେ ଏବେ ଏଥିରେ ଆମେ ଦେଇଦେବା 3 ବଡ଼ ଚାମଚ ଅମୁଲ। ଅମୁଲ ଦେବା ଦ୍ୱାରା ପିଠାର ଟେଷ୍ଟ ଦ୍ୱିଗୁଣା ବଢ଼ିଯିବ ଆଉ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁକା। ସାଙ୍ଗରେ ଏଠି ଗୋଲମରିଚ ଗୁଣ୍ଡ ଏଠି ଦେଇଦେଉଛି। ସବୁ ଜିନିଷକୁ ଦେଇକି ଆଉ ଟିକେ ଭଲ ଭାବରେ ମିଶାଇ ନେବା। ଅମୁଲ ଦେଖନ୍ତୁ ଦେଇକି ଆକୁ ଟିକେ ଭଲ ଭାବରେ ମିଶାଇ ନେବା, ଯେମିତି ଅମୁଲଟା ବଢ଼ିଆ ଭାବରେ ପୁର ସହିତ ମିଶିଯିବ। ତ ଏଠି ଆପଣ ଯଦି ଚାହିଁବେ ଛେନା ହେରିକା ବି ଦେଇପାରନ୍ତି। ତ ଏଠି ପୁଣି ଥରେ ମୁଁ ରାଶି ଦେଇଦେଉଛି। ହାଫ୍ ଚାମଚ ଧଳା ରାଶି ଏଠି ମୁଁ ନେଇଛି। ରାଶିକି ଟିକେ ଭାଜି ଦେଇଥିଲି, ସେ ରାଶିଟା ଏଠି ଦେଇଦେଉଛି। ରାଶି ଦେଇକି ଭଲ ଭାବରେ ଏଟାକୁ ମିଶାଇକି ଆଉ କିଛି ସମୟ ଭାଜିଲା ଦ୍ୱାରା ଏଟା ଭାଜି ହେଇଗଲାଣି। ଏବେ ଏଥିରେ ଆମେ ଦେଇଦେବା ଗୁଜୁରାତି ଗୁଣ୍ଡ। ଗୁଜୁରାତି ଗୁଣ୍ଡ ଦେଇକି ଏଟାକୁ ଭଲ ଭାବରେ ମିଶାଇ ନେବା। ତ ପୁର ଏଇଠି ଆମର ବଢ଼ିଆ ଭାବରେ ଭାଜି ହେଇସାରିଛି। ଏବେ ଆମେ ଆକୁ କାଢ଼ିଦେବା, ଆକୁ ଥଣ୍ଡା ହେବାକୁ ଛାଡ଼ିଦେବା। ତ ଏଇଠି ଦେଖିପାରୁଥିବେ ସେଇ ସେମ୍ କଢ଼େଇ ମୁଁ ନେଇଯାଇଛି। ପୁର କାଢ଼ି ସାରିଲା ପରେ ଆପଣ ଅଲଗା କଢ଼େଇ ନେଇପାରନ୍ତି। ତ ପୁର ଯେଉଁ କଢ଼େଇରେ ଭାଜୁଥିଲି ଏବେ ସେଥିରେ ମୁଁ ପାଣି ଦେଇଦେଉଛି। ଯେଉଁ ଗିନାରେ ମାଣ୍ଡିଆ ଚୁନା ମାପିକି ନେଇଥିଲି ତା 2 ଗୁଣା ଏଠି ପାଣି ଦେବେ। ମାନେ ଯେଉଁ ଗିନାରେ ଆପଣ ମାଣ୍ଡିଆ ମାପିକି ନେଇଥିବେ ତାଠୁ ଅଧିକା ପାଣି ଦେବେ। ତ ଏଠି ମୁଁ 4 ଗିନା ଏଠି ପାଣି ଦେଇଦେଇଛି। 4 ଗିନାରୁ ଟିକେ ଅଧିକା ପାଣି ଦେଇଛି, ମାନେ ଆଉ ଟିକେ ହାଫ୍ ଗିନା ଏଠି ଦେଇଦେଇଛି। ତ ଏଠି ଦେଖନ୍ତୁ ପାନମଧୁରୀ ଦେଇଦେଉଛି, ଚିନି ଏଠି ଦେଇଦେଇଛି। ମିଠା ଆପଣ କେତିକି ଖାଇବେ ଏଥିରେ ସେତିକି ମିଠା ଦେବେ। ଚିନି ଦେବା ଦ୍ୱାରା ଏଟା ଫିକା ଲାଗିବନି, ପିଠାଟା ଆମର ବହୁତ ବଢ଼ିଆ ଲାଗିବ। ତାପରେ ହାଫ୍ ଚାମଚ ଘିଅ ଏଠି ଦେଇଦେଉଛି। ତାପରେ ଏଠି ଲାଷ୍ଟକୁ ଆମେ ଗୁଜୁରାତି ଗୁଣ୍ଡ ଦେଇଦେବା, ସ୍ୱାଦ ଅନୁସାରେ ଲୁଣ। ସବୁ ଜିନିଷ ଦେଇକି ଭଲ ଭାବରେ ଟିକେ ମିଶାଇ ନେବା। ପାଣିଟା ଟିକେ ଗରମ ହେଇ ଆସିଲା ବେଳକୁ, ଫୁଟିଗଲା ବେଳକୁ ଗ୍ୟାସ୍ ଫ୍ଲେମ୍ଟାକୁ କମ୍ କରିକି ଅଳ୍ପ ଅଳ୍ପ ଏ ମାଣ୍ଡିଆ ଆଉ ଯେଉଁ ଆମେ ଅଟାକୁ ଗୋଳେଇକି ରଖିଥିଲୁ ତାକୁ ଏଠି ଗୁଣ୍ଡକୁ ଦେବା। ଅଳ୍ପ ଅଳ୍ପ ଦେଇକି ଏବେ ଆକୁ ଏ ମିଶ୍ରଣଟାକୁ ବନେଇବା। ମନେ ରଖିବେ ଗେଟା ଜମାକୁ ଦେବାକୁ ପଡ଼ିବେନି। ଆସ୍ତେ ଆସ୍ତେ ଗୋଟେ ହାତରେ ପକାଉଥିବେ ଆଉ ଗୋଟେ ହାତରେ ଏମିତି ଖେଳଉଥିବେ। ଏଇ ଟାଇମ୍ରେ ଗ୍ୟାସ୍ ଫ୍ଲେମ୍ଟା ଟିକେ କମ୍ କରିଦେଇଥିବେ। କମ୍ କରିକି ଏଟାକୁ ଜନ୍ତି ନେବେ। ତ ଏଠି ଦେଖନ୍ତୁ ବହୁତ ବଢ଼ିଆ ଭାବରେ ଏଟା ଜନ୍ତି ହେଇବା ସହିତ ଗୋଟେ ଡୋ ଆକାରରେ ହେଇଗଲାଣି। ଘିଅ ଦେବା ଦ୍ୱାରା ଏଟା ଲାଗିବନି କରେଇରେ, ଆପେ ଆପେ ବଢ଼ିଆ ଭାବରେ ଡୋଟା ଚିକଣ ହେଇକି ହେବ। ତ ଏଠି ଆପଣ ଦେଖିପାରୁଥିବେ ବହୁତ ବଢ଼ିଆ ଭାବରେ ଜନ୍ତୁଣିଟା ହେଇଗଲାଣି। ଲୋ ଫ୍ଲେମ୍ରେ ଏଟା ବଢ଼ିଆ ଭାବରେ ଜନ୍ତିବା ଦ୍ୱାରା ଦେଖିପାରୁଥିବେ ଗୋଟେ ଡୋ ଆକାରରେ ଏଟା ହେଇସାରିଛି। ଜନ୍ତୁଣି ଆମର ଏଠି ରେଡ଼ି ହେଇସାରିଛି। ଏବେ ଆମେ ଗ୍ୟାସ୍କୁ ବନ୍ଦ କରିଦେବା। ଆକୁ ଗୋଟେ ଜାଗାକୁ କାଢ଼ିଦେବା, ପୁରା ଥଣ୍ଡା ହେବାକୁ ଛାଡ଼ିଦେବା। ଏଇଠି ଆପଣ ଦେଖିପାରୁଥିବେ ଜନ୍ତୁଣିଟାକୁ ମୁଁ ଏଇ ଥାଳିକୁ କାଢ଼ି ଦେଇଛି। ଆଉ ଏମିତି ଚଟୁ ସାହାଯ୍ୟରେ ଟିକେ ଖେଳେଇ ନେଉଛି, ଯାହାଦ୍ୱାରା ଏଟା ଜଲ୍ଦି ଥଣ୍ଡା ହେଇଯିବ। ଆଉ ଏଠି ଜନ୍ତୁଣି ବଢ଼ିଆ ଭାବରେ ଥଣ୍ଡା ହେଲା ପରେ ହାତରେ ଘିଅ ହାତ କିମ୍ବା ତେଲ ହାତ ହେଇକି ବଢ଼ିଆ ଭାବରେ ଏଟାକୁ ଚିକଣ କରିକି ଚକଡ଼ି ନେବା। ଆଉ ଏଠି ଆପଣ ଦେଖିପାରୁଥିବେ ଏଟା ମୁଁ ଚକଡ଼ି ସାରିଛି। ଆଉ ଗୋଟେ ଡୋ ଆକାରରେ ଏଠି ହେଇସାରିଛି। ଜନ୍ତୁଣି କେତେ ଚିକଣ ହେଇଛି ଦେଖିପାରୁଥିବେ। ଏବେ ଆମେ ପିଠା ବନେଇବା ପାଇଁକା ଏଥିରୁ ଅଳ୍ପ ଗୁଳା ନେବା। ଆପଣ ଯେଉଁ ସାଇଜ୍ରେ ଛୋଟ ବଡ଼ ପିଠା କରିବାକୁ ଚାହାନ୍ତି ସେତିକି ଗୁଳା ନେଇଯିବେ, ଆଉ ସେଇ ସାଇଜ୍ରେ ଏଠି ପିଠା ବନେଇ ନେବେ। ତ ଏଠି ଦେଖନ୍ତୁ ମୁଁ ଗୁଳା ଏଥିରୁ ନେଇଯାଇଛି, ଗୋଟେ ପେଡ଼ା ଟାଇପ୍ର ଗୁଳା ନେଇ ଆସିଛି। ଏବେ ସେଥିରୁ ବଢ଼ିଆ ଭାବରେ ଆଉ ଟିକେ ଚକଟିକି ଚିକଣ କରିସାରିଲା ପରେ ଗୋଟେ ଗିନା ଟାଇପ୍ର ଖଳି ବନେଇ ନେବା। ତ ପିଠାକୁ ଆପଣ ଯେତିକି ବଡ଼ କରିଥିବେ ସେତିକି ଏଠି ପୁର ଦେଇଦେବେ। ମାନେ ଯେତିକି ବଡ଼ ଖୋଳଟା ବନେଇଥିବେ ଗିନା ଟାଇପ୍ର ସେତିକି ଏଠି ପୁର ଦେଇଦେବେ। ପୁର ଦେଇ ସାରିଲା ପରେ ମୁହଁଟାକୁ ଚିକଣ କରିକି ବନ୍ଦ କରିଦେବା। ଏଥିରେ ଆମେ ଅଟା ଏଇଥିପାଇଁ କି ଦେଇଛୁ କାହିଁକିନା ଖାଲି ମାଣ୍ଡିଆରେ ପିଠା ହେଇପାରିବନି, କାହିଁକିନା ମାଣ୍ଡିଆରେ କୌଣସି ଅଠା ଅଂଶ ନଥାଏ। ତ ମଇଦା କିମ୍ବା ସୁଜି ଆପଣ ଅଟା ଏଠି ଦେଇପାରନ୍ତି, ଯାହାଦ୍ୱାରା ଟିକେ ବାଇଣ୍ଡିଙ୍ଗ ମିଳିଯିବ ପିଠାରେ, ଆମର ଗଢ଼ି ହେବ ବଢ଼ିଆ ଭାବରେ।
तो ये देखो पूरा दे सारापर बढ़िया भाव में चापिकी पूरा देदेवे। तापर या मुँहटा चिक्कण करके बंद करेंगे। हल्का टिके जिते गरम थब ये से पिठा गड़िया स्टार्ट करेंगे। कहीं ठंडा है टे क्रैक रही जाए तो आपड़ टे हल्का गरम थब से टाइम रे पिठा गढ़ीदेवे। आ पिठा सब गढ़ी सारापर आपको घोरैकी रखिए, खोला रखिए। तो ये आप देखिपे बढ़िया भाव में पिठाटा मुँह बंद कर पूरा चारिआडू आपको चिक्कण कर ये आम गोटे पिठा हो सारी पूरा गढ़ी सारापर मुहंटी बंद कर सारापर आपको आप गोल सेप दे पारती कि टिके नाकु दाबी देवे जहाँद्वारा एमतिया भी सेप दे पारती। तो काकेरा को आप गोल कि एमतिया भी करें। तो आप चारिआडू देखो कौट गोटे क्रैक नहीं बढ़िया भाव चिक्कण करके गढ़ी देती। तो ये आम गोटे पिठा हो गला। तो सही सेम प्रोसेस रे सब पिठा को गढ़ी रेडी करना। तो ये आप देखिपे मुझे सबू जाक पिठा को गढ़ी रेडी कर सारी। सबू जाक पिठा देखो के सुंदर भाव में कौटी गोटे क्रैक भी नहीं। तो सबू पिठा ये आम गढ़ी सारी। एवं चलतु पिठा को छाणीबा। तो छाणीपाई आगुरी गैस तेल कर मुझे बसई देती। तेल भी ये बढ़िया भाव तातीबा दरकार, बढ़िया भाव गरम हवा दरकार। तेल देखिए टिके पकड़े कि ऊपर को उठी आसूँ। तो तेल ये तातीबा दरकार। एवं आम सब पिठा गोटे गोटे करदे। मुझे छोट कड़े नहीं से चार चार्टा करके छाणीबी। तो पिठा को सब दे सारापर टिके नाकु छाड़े हाई फ्लेम रे आपको। तापर आपको लो फ्लेम टिके करदे। लो टू मीडियम फ्लेम रे रखिकी तापर एपट सेपट करके छाणीबे। तो ये आप देखिपे पिठा गुराक केते समय छाड़ला आपे ऊपर को उठी आसला। एवं आम पिठा गुरा लौटे दबा तापर लो फ्लेम करके लो टू मीडियम फ्लेम रे एपट सेपट कर छाणीना। आउ ये देखो पिठा केते बढ़िया कलर भी आसीगला। किसी समय यहाँ को तेल रखा द्वारा बहुत बढ़िया भाव में पिठा ये हो सारी। एवं आपको काढ़ी ना जिते बड़े ये कलर आसो पिठार टिके नाकू तापर आपको काढ़ी ने तेलरू। तो ये आम गोटे बाहरी पिठा हो सारी। सेम प्रोसेस रे बाकी पिठा को भी छाणिकी रेडी करवा। तो मांडिया तो प्राय कई खाइबा को भल पाते किंतु मांडियार थरे काकेरा बनैकी देखिए। जो मैंने मांडिया खाते से भी मागिकी काकेरा को खाइबे एते बढ़िया लगे। आ मांडिया बहुत सारा विटामिन जिनस अच्छे आपण मैंने जानीते। आ मांडिया नीतिदिन दिन में आम निहाती खाइबा दरकार। तो ये देखो सबू पिठा को मुझे छाणी नहीं आसी ठंडा है गोटे जगह को काढ़ी देती। आईटी आम मांडिया काकेरा रेडी हो सारी। तो पिठा गुरा सब जगह ठंडा है गोटे प्लेट को काढ़ी आनी। आउ देखिपे केते सुंदर पिठा देखा जाउची। गोटे भी पिठा फाटी नथिला तेल रे किंबा भांगी नथिला परफेक्ट भाव में पिठा गुराक होईची। आ केते सुंदर भी देखा जाउ देखिपे। ऊपर पिठा टिके क्रिस्पी सहित भीतर जो नड़िया पूरा आम देचु बहुत बढ़िया लगे खाइबापा। बहुत टेस्ट लगे काकेरा। मैदा अटा आ सुजीर काकेरा तो बहुत थर आप खाई। मांडियार ये काकेरा थरे बनैकी देखिए। जी हेल्दी थाए ये काकेरा ना सेतिकी टेस्टी लगे खाइबापा। मांडिया न खाइबा लोक भी सी भी ये पिठाटा खाइबे एते बढ़िया लगे। तो रजरे गोटे थर निहाती बनैकी देखिए। हेल्दी आउ टेस्टी ये मांडिया काकेरा। आउ एठी देखंतु गोटे काकेरा भांगिकी देखौची देखंतु। तो पूरा केते बढ़िया भाव भरी होइकी रहिची सेतिकी भितर जुसी थिला। बहुत बढ़िया होइतला पिठा गुराक। तो रजरे निहाती थरे बनातु निजे भी खातु समस्त खाइबा को दियंतु। केमिति लागिला आपण मानकर अनुभव निश्चिंत शेयर करिए। मु पुणी आ गोटे नुआ रेसिपी नहीं आसबि। आज भाई रोची जय जगन्नाथ।